ସବୁବେଳେ ଅଣ୍ଡା ଝୋଳ ଖାଇ ଖାଇ ବୋର୍ ହେଇଗଲେଣି କି? ଆଜି ଚାଲନ୍ତୁ ବନେଇବା ହୋଟେଲ ଷ୍ଟାଇଲରେ ଅଣ୍ଡା କରି। ଯେମିତି ହୋଟେଲରେ ମସଲା ଟିକେ ଲାଗିଥିବ, କମ୍ ଝୋଳ ଥିବ, ଆଉ ଟିକେ ଖଟା ଲାଗୁଥିବ, ଟିକେ ରାଗ ଲାଗୁଥିବ, ସେଇଭଳି ଭାବରେ ଆମେ ଆଜି ବନେଇବା ହୋଟେଲ ଷ୍ଟାଇଲରେ ଅଣ୍ଡା ତରକାରୀ, ଯେଉଁଟାକି ଭାତ, ରୁଟି, ପରଟା ସବୁଥିରେ ଆପଣ ଖାଇପାରିବେ। ଦେଖନ୍ତୁ ଆଜି ମୁଁ କେମିତି ସେଇଟା ବନଉଛି, ଚାଲନ୍ତୁ ମିଶି ବନେଇବା। ଦେଖନ୍ତୁ ପ୍ରଥମେ ମୁଁ କ'ଣ କରିଛି, ଗୋଟେ କରେଇରେ ସୋରିଷ ତେଲ ଗରମ କରିଛି। ସେଥିରେ ପିଆଜ, ଗୋଟେ ବଡ଼ ପିଆଜ, ଛୋଟ ଅଦା ଖଣ୍ଡେ ଆଉ କିଛି ରସୁଣ, ତାକୁ ଭଲ ଭାବରେ ଭାଜି ନେଇ ସେଥିରେ ଟମାଟୋ ପକାଇ ଭାଜିଦେବା ଭଲ ଭାବରେ। ତାକୁ ଗ୍ୟାସ୍ଟି ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏବେ ଦେଖନ୍ତୁ ଅଣ୍ଡା ସିଝା ମୁଁ ନେଇଛି, ଯେଉଁଟାକି ଚୋପା ଛଡ଼େଇ ଦେଇଛି। ତାକୁ ଏଇଭଳି ଭାବରେ କଣ୍ଟା ଚାମଚରେ ଆମେ ଟିକେ ଟିକେ କଣା କରିଦେବା, ଯେଉଁଟାକି ମସଲା ଅଣ୍ଡା ଭିତରେ ପଶିଲେ ଅଣ୍ଡାଟି ଖାଇବାକୁ ଭାରି ଟେଷ୍ଟ ଲାଗେ। ବର୍ତ୍ତମାନ ଚାଲନ୍ତୁ ଦେଖିବା, ସେ ଅଣ୍ଡାରେ ମୁଁ ଲୁଣ, ହଳଦୀ ଆଉ କିଛି ଚିଲି ପାଉଡ଼ର ମିଶାଇକି ତାକୁ ଗୋଳେଇ ଦେଲି। କାହିଁକି ନା ତାକୁ ଆମେ ଯେତେବେଳେ ଭାଜିବା ଅଣ୍ଡାଟି, ସେଇଟା କଲର୍ ଭଲ ଆସିବ। ଦେଖନ୍ତୁ ଏଇଟା ବି ଥଣ୍ଡା ହୋଇଗଲାଣି, ୟାକୁ ଆମେ ଗ୍ରାଇଣ୍ଡ କରିନେବା, ପୁରା ଫାଇନ୍ ପେଷ୍ଟ କରିନେବା। ଏବେ କରେଇଟି ଧୋଇ ଆମେ ଅଣ୍ଡା ଗୁଡ଼ିକୁ ଭାଜିବା। ଦେଖନ୍ତୁ କରେଇ ସଫା ହୋଇଗଲା, ସେଥିରେ ପୁଣି ମୁଁ ସୋରିଷ ତେଲ କିଛି ନେଇଗଲି। ବର୍ତ୍ତମାନ ଆମେ ଏଇ ଯେଉଁ ଅଣ୍ଡା ଗୁଡ଼ିକ ଭଲ ଭାବରେ ତେଲରେ ୟାକୁ ଭାଜିକି ବାହାର କରିଦେବା। ଦେଖନ୍ତୁ ଅଣ୍ଡା ଗୁଡ଼ିକ ଭାଜିଦେଲି, ତାକୁ ବାହାର କରିଦେଲି ବି। ସେଇ ତେଲରେ ଆମେ କିଛି ପକାଇବା ତେଜପତ୍ର, କିଛି ଜିରା ଦେବା ଫୁଟେଇବା ପାଇଁ, ତା ସହିତ ଗୁଜୁରାତି ଛେଚା ମୁଁ କିଛି ପକାଇଲି। ୟାକୁ ଟିକେ ଭାଜି ଆମେ ସେ ଯେଉଁ ଫାଇନ୍ ପେଷ୍ଟ ରଖିଥିଲେ ବନେଇକିରି ପିଆଜ, ଟମାଟୋ, ଅଦା ରସୁଣର, ଏଥିରେ ପକାଇକି ଭଲ ଭାବରେ ତାକୁ ମିଶାଇ ଦେବା। ବର୍ତ୍ତମାନ ଦେଖନ୍ତୁ ଆମେ ମିଶାଇ ଦେଲେ, ଭଲ ଭାବରେ ପକାଇ ଆମେ ଭଲ ଭାବରେ ମିଶାଇ ଦେଲେ। ବର୍ତ୍ତମାନ ୟାକୁ ଭଲ ଭାବରେ ମିଶାଇ ଦେଇ ଆମେ ତାକୁ କ'ଣ କରିବା, ଟିକେ ଘୋଡ଼େଇ ଦେବା। ଦେଖନ୍ତୁ ଏଥିରୁ ପାଣି ମରିଯାଇଛି, ମୁଁ ଯେହେତୁ ଘୋଡ଼େଇ ଦେଇଥିଲି। ବର୍ତ୍ତମାନ ଏଥିରେ ଆମେ ଗୁଣ୍ଡ ମସଲା ପକାଇବା, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଚିଲି ପାଉଡ଼ର, ଧନିଆ, ଜିରା ପାଉଡ଼ର, ତା ସହିତ ଚିକେନ୍ ମସଲା। ୟାକୁ ସବୁ ପକାଇକି ଭଲ ଭାବରେ ମୁଁ ମିଶାଇ ଦେଲି। ତା ସହିତ ଦହି 2 ବଡ଼ ଚାମଚ ଫ୍ରେଶ୍ ଦହି ମୁଁ ଏଥିରେ ପକାଇଲି। ଏଇଟା ଖଟା ଦହି ନୁହେଁ, ଏଇଟା ପୁରା ଫ୍ରେଶ୍ ଦହି। ଗ୍ୟାସ୍ର ଫ୍ଲେମ୍କୁ ସିମ୍ କରିକି ଆମେ ଦହିଟିକି ଭଲ ଭାବରେ ମିଶାଇ ଦେବା। ତାପରେ ଫ୍ଲେମ୍ଟିକୁ ହାଇ କରି ଆମେ ତାକୁ କିଛି ଟାଇମ୍ ପାଇଁ ଘୋଡ଼େଇବା। ବର୍ତ୍ତମାନ ଦେଖନ୍ତୁ ଘୋଡ଼େଇଲା ଭିତରେ ସେଥିରୁ ପାଣି ବି ମରିଗଲାଣି। ଏବେ ଏଇଭଳି ଭାବରେ ଆମେ ଘୋଡ଼େଇ ଘୋଡ଼େଇ ସେଥିରୁ ତେଲ ନ ବାହାରିଲା ପର୍ଯ୍ୟନ୍ତ ଆମେ ତାକୁ ଭଲ ଭାବରେ କଷିବା। ମସଲାର କଲର୍ ଦେଖନ୍ତୁ ପୁରା ଚେଞ୍ଜ ହୋଇଗଲାଣି, ତେଲ ବି ବାହାରି ଆସିଲାଣି। ବର୍ତ୍ତମାନ ଆମେ ସେଥିରେ ପାଣି ଦେବା। ଆପଣ ବେଶୀ ପାଣି ଏଥିରେ ଦେବେନି, ଯେତିକି ଦରକାର, ଯେମିତି ମସଲା ଦେଖାଯାଉଥିବ, ବେଶୀ ଝୋଳ ମାନେ ପାଣି ହୋଇନଥିବ, ସେତିକି ମାତ୍ରାରେ ଆପଣ ପାଣି ଦେବେ। ବର୍ତ୍ତମାନ ପାଣି ଦେଇ ଆମେ ଅଣ୍ଡା ଗୁଡ଼ିକୁ ଏଥିରେ ପକାଇଦେବା। ତାକୁ ହାଇ ଫ୍ଲେମ୍ରେ ଆମେ 5 ମିନିଟ୍ ପାଇଁ ଫୁଟିବାକୁ ଛାଡ଼ିଦେବା। ବର୍ତ୍ତମାନ ଦେଖନ୍ତୁ ଅଣ୍ଡା ପକାଇ ଘୋଡ଼େଇ ଦେଲେ ଆମେ 10 ମିନିଟ୍ ପରେ, 5 ମିନିଟ୍ ପରେ, ମୁଁ 10 ମିନିଟ୍ କହିଦେଲି। 5 ମିନିଟ୍ ପରେ ଆମେ ଦେଖିଲେ ପାଣି ବି ଭଲସେ ମରିଯାଇଛି। ବର୍ତ୍ତମାନ ଏଥିରେ ଆମେ କସୁରୀ ମେଥିକୁ ଭଲ ଭାବରେ ପକାଇଦେବା। ଏଇଟା ପକାଇବା ଦ୍ୱାରା ଏହାର ଟେଷ୍ଟ ଆହୁରି ବଢ଼ିଆ ଲାଗିଥାଏ। ବର୍ତ୍ତମାନ ରେଡ଼ି ହୋଇଗଲା ଆମର ହୋଟେଲ ଷ୍ଟାଇଲରେ ଅଣ୍ଡା ତରକାରୀ। ବର୍ତ୍ତମାନ ଗରମା ଗରମ ସର୍ଭ କରନ୍ତୁ ଭାତ ସହିତ।